एहिभଳି ଭାବେ ଗୋଟେ ଥର କଦଳୀକୁ ରାନ୍ଧିକି ଦେଖନ୍ତୁ। କୌଣସି ଚିକେନ କଷା ମଟନ କଷା ଠାରୁ ବି କମ୍ ହେବନି। ଆପଣମାନେ ତ କଦଳୀ ଭଜା ନିଶ୍ଚୟ ବନାଉଥିବେ। ଗୋଟେ ଥର ମୋ ପ୍ରୋସେସରେ ବନାନ୍ତୁ। ଭାତ ରୁଟି ପରଟା ଯାହା ବି ଖାଇବେ ବହୁତ ବଢ଼ିଆ ଲାଗିବ। କଦଳୀ ହେଉଛି ନୀତିଦିନିଆ ପନିପରିବା, ଯାହାକୁ ଆମେ ସାଦା ଭାଜିଥାଉ, ଡାଲମାରେ ମଧ୍ୟ ପକାଇଥାଉ, ତରକାରୀରେ ମଧ୍ୟ ପକାଇଥାଉ। ଗୋଟେ ଥର ବୁଟ ଡାଲି ପକେଇକି ବନେଇକି ଦେଖନ୍ତୁ। ଭାତ ରୁଟି ପୁରୀ ପରଟା ଯାହା ବି ଖାଇବେ ବହୁତ ବଢ଼ିଆ ଲାଗିବ। ନମସ୍କାର, ସସ୍ମିତା କୁକ୍ସପଟ ଚ୍ୟାନେଲ ଆଉ ଗୋଟେ ନୂଆ ରେସିପି ସହିତ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ତାହେଲେ ଚାଲନ୍ତୁ ଆଜିର ରେସିପିକୁ ଆରମ୍ଭ କରିବା। ଆଜିର ରେସିପି ପାଇଁ ଏଇଠି ମୁଁ 4ଟା ବନ୍ତଳ କଦଳୀ ନେଇଛି, ଏକଦମ ଫ୍ରେଶ୍ ଅଛି। ଏଇଠି ମୁଁ 4ଟା କଦଳୀ ନେଇଛି, ଆପଣମାନେ ଏଇଠି କମ୍ ବେଶୀ କରିପାରିବେ। ଏଇଠି ଆମେ ପ୍ରଥମେ କ'ଣ କରିବା ନା, କଦଳୀର ଆଗ ପଛ ନାସିକୁ କାଟିଦେବା। ତାପରେ କଦଳୀକୁ 2 ଫାଳ କରିକି ମଝିରୁ କାଟିନେବା। ଏଇଠି ମୁଁ ଛୁରୀରେ କାଟୁଛି, ଆପଣମାନେ ଚାହିଁଲେ ପନିକିରେ ମଧ୍ୟ କାଟିପାରିବେ। ଏମିତି 2 ଫାଳ କରିକି କାଟି ସାରିଲା ପରେ ଏବେ କ'ଣ କରିବା ନା, କଦଳୀର ଚୋପାକୁ ଆମେ ଛଡ଼େଇ ନେବା। କଦଳୀର ଅନ୍ୟ କିଛି ରେସିପି ଯଦି ଆପଣମାନେ ଦେଖିବାକୁ ଚାହୁଁଥିବେ ତାହେଲେ ମୋ ଚ୍ୟାନେଲରେ ଅପଲୋଡ଼ ଅଛି, ମୋ ଆଇଡିରେ ଆପଣମାନେ ଯାଇକି ଦେଖିପାରିବେ। କଦଳୀର ଚୋପାକୁ ଛଡ଼େଇ ସାରିଲା ପରେ ଏବେ କ'ଣ କରିବା ନା, କଦଳୀକୁ ପ୍ରଥମେ ମଝିରୁ 2 ଫାଳ କରିକି କାଟିବା, ତାପରେ ଟିକେ ବଡ଼ ପିସେସ୍ କରିକି କାଟିବା। ଯେମିତିକି ଏଇଠି ଆପଣମାନେ ଭିଡ଼ିଓରେ ଦେଖିପାରୁଛନ୍ତି। ଛୋଟ ପିସେସ୍ କରିକି କାଟିବାନି। ଛୋଟ ପିସେସ୍ କରିକି କାଟିଲେ କ'ଣ ହେବ ନା, କଦଳୀ ଭାଜିଲା ବେଳକୁ ଭାଙ୍ଗିଯିବ। ସେଥିପାଇଁ ପ୍ରଥମରୁ ଟିକେ ବଡ଼ ବଡ଼ ପିସେସ୍ କରିକି କଦଳୀକୁ କାଟି ନେଇଥିବେ। କଦଳୀକୁ କାଟି ସାରିଲା ପରେ ହଳଦୀ ପାଣିରେ ପକାଇଦେବା, କଳା ପଡ଼ିବନି। ଏବେ ଆମେ କଦଳୀକୁ ସାଇଡ଼ରେ ରଖିବା, ଯିବା ନେକ୍ସଟ ପ୍ରୋସେସକୁ। କଦଳୀ ଛଡ଼ା ଏଠି ଆମକୁ ବୁଟ ଡାଳି ଆଉ ଆଳୁ ଦରକାର। ସେଥିପାଇଁ ଦେଖନ୍ତୁ 3ଟା ମିଡ଼ିୟମ୍ ସାଇଜ୍ର କଞ୍ଚା ଆଳୁକୁ ଟିକେ ବଡ଼ ବଡ଼ ପିସେସ୍ କରିକି କାଟିକି ରଖିଛି। ତା ସହିତ 50 ଗ୍ରାମର ବୁଟ ଡାଳିକୁ 2 ଘଣ୍ଟା ପୂର୍ବରୁ ବତୁରିବା ପାଇଁ ଛାଡ଼ିଥିଲି, ଭଲ ଭାବରେ ବତୁରି ଯାଇଛି। ଏବେ ଯିବା ରୋଷେଇ ଆଡ଼କୁ। ଏବେ ଆମେ ଫ୍ଲେମ୍ ଅନ୍ କରିକି କଡ଼େଇ ବସିବା। କଡ଼େଇକୁ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିନେବା। କଡ଼େଇ ଗରମ ହେଇଗଲା ପରେ 2ରୁ 3 ଚାମଚ ତେଲ ଦେବା। ତାପରେ ଆମେ ଯେଉଁ କଦଳୀକୁ କାଟିକି ହଳଦୀ ପାଣିରେ ପକାଇଥିଲେ ତାକୁ ଭଲ ଭାବରେ ଛାଣି ନେବା, କଡ଼େଇରେ ଦେଇଦେବା। ତାପରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ପକାଇକି ଭଲ ଭାବରେ ଗୋଳେଇ ନେବା। ଏଇଠି ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା। ପାଖାପାଖି 3ରୁ 4 ମିନିଟ୍ ପର୍ଯ୍ୟନ୍ତ କଭର କରିକି କଦଳୀକୁ ଏଇଠି ଆମେ 80% ଭଳିଆ କୁକ୍ କରିନେବା। ତ ଏଇଠି ଦେଖନ୍ତୁ ମୁଁ କଭର କରିଦେଇଛି। ମଝିରେ ମଝିରେ କଭର ଖୋଲିକି ଟିକେ ଗୋଳେଇ ନେଉଥିବେ। କଦଳୀକୁ ଭାଜିବାର ପାଖାପାଖି 3ରୁ 4 ମିନିଟ୍ ହେଇଗଲାଣି। କଭରକୁ ଖୋଲି ନେବା। କଭରକୁ ଖୋଲି ସାରିଲା ପରେ ଟିକେ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ କଦଳୀ କେତେ ଭଲ ଭାବରେ ଭାଜି ହେଇଗଲାଣି, ବହୁତ ବଢ଼ିଆ କଲର୍ ଗୋଟେ ଆସିଯାଇଛି। ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି, ଦେଖନ୍ତୁ କଦଳୀ 80% ଭଳିଆ ସିଝି ଯାଇଛି। ଏବେ ଆମେ ଭଜା ହେଇଥିବା କଦଳୀକୁ ଗୋଟେ ପ୍ଲେଟ୍ରେ ବାହାର କରିନେବା। ପୁଣି ଥରେ ଫ୍ଲେମ୍ ଉପରେ କଡ଼େଇକୁ ବସାଇ ନେବା। ତ ଦେଖନ୍ତୁ କଡ଼େଇକୁ ମୁଁ ବସାଇ ନେଇଛି। 2 ଚାମଚ ତେଲ ଦେବା। ତାପରେ ତେଲକୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଗରମ କରିନେବା। ତାପରେ ଆମେ ଯେଉଁ କାଟିକି ରଖିଥିଲେ ଆଳୁକୁ ଦେଇଦେବା, ଟିକେ ଭଲ ଭାବରେ ଗୋଳେଇ ନେବା। ଏବେ ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା ଓ କଭର କରିକି ପାଖାପାଖି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଆଳୁକୁ ଏଇଠି ଆମେ 50% ଭଳିଆ କୁକ୍ କରିନେବା। ଆଳୁକୁ ଭାଜିବାର ପାଖାପାଖି 3ରୁ 4 ମିନିଟ୍ ହେଇଗଲାଣି। କଭରକୁ ଖୋଲି ନେବା। କଭରକୁ ଖୋଲି ସାରିଲା ପରେ ଏଇଠି ଦେଖନ୍ତୁ ଆଳୁ ଭଲ ଭାବରେ ଭାଜି ହେଇଯାଇଛି, 50% ଭଳିଆ କୁକ୍ ହେଇଯାଇଛି। ଏବେ କ'ଣ କରିବା ନା, ଏ ଭଜା ହେଇଥିବା ଆଳୁକୁ ଆମେ ପ୍ଲେଟ୍ରେ ବାହାର କରିନେବା। ଆଳୁକୁ ବାହାର କରିସାରିଲା ପରେ କଡ଼େଇରେ ଦେଖନ୍ତୁ ଅଳ୍ପ ଟିକେ ତେଲ ରହିଯାଇଛି। ସେତିକି ତେଲରେ କ'ଣ କରିବା ନା, ଅଧ ଚାମଚ ଜିରା ପକେଇକି ଭଲ ଭାବରେ ଜିରାକୁ ଫୁଟେଇ ନେବା। ଜିରା ଭଲ ଭାବରେ ଫୁଟିଗଲା ପରେ ଗୋଟେ ତେଜପତ୍ର ପକାଇବା। ତାପରେ ଗୋଟେ ବଡ଼ ସାଇଜ୍ର କଟା ହେଇଥିବା ପିଆଜ ପକାଇବା। ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା। ପିଆଜକୁ ଏଇଠି ଆମେ ଲାଲ କଲର୍ ହେବା ପର୍ଯ୍ୟନ୍ତ ଭଲ ଭାବରେ ଭାଜି ନେବା। ଏଇଠି ଆମର ପିଆଜ ଭାଜି ହେଲା ଭିତରେ ଚାଲନ୍ତୁ ଆମେ ଗୋଟେ ମସଲା ରେଡ଼ି କରିନେବା। ସେଥିପାଇଁ ଗୋଟେ ଛୋଟ ମିକ୍ସିଂ ଜାର୍ଟେ ନେବା। ତାପରେ ଗୋଟେ ବଡ଼ କୁଳା ରସୁଣରୁ ଯେତିକି ପାଖୁଡ଼ା ବାହାରିଲା ସବୁଯାକ ପାଖୁଡ଼ାକୁ ଏଇଠି ମୁଁ ଚୋପା ଛଡ଼େଇକି ରଖିଥିଲି ତାକୁ ଦେଇଦେବା। 1ରୁ 1.5 ଇଞ୍ଚ କଟା ହେଇଥିବା ଅଦାକୁ ଦେଇଦେବା। ତା ସହିତ କିଛି ଗୋଟା ମସଲା ପକାଇବା। ଗୋଟା ମସଲାରେ ଏଇଠି ଅଛି ଛୋଟ ଖଣ୍ଡେ ଡାଲଚିନି, 2ରୁ 3ଟା ଗୁଜୁରାତି, ଛୋଟ ଖଣ୍ଡେ ଏଇଠି ଚକ୍ର ଫୁଲ ଅଛି, କିଛିଟା ଏଇଠି ଲବଙ୍ଗ ଅଛି ଆଉ କିଛିଟା ଗୋଲମରିଚ ଅଛି, ଅଳ୍ପ ଟିକେ ଜିରା ଅଛି। ଏତିକି ଜିନିଷକୁ କ'ଣ କରିବା ନା, ମିକ୍ସିଂ ଜାର୍ରେ ଦେଇଦେବା। ତା ସହିତ 2-3 ଚାମଚ ପାଣି ଦେଇକି କ'ଣ କରିବା ନା, ମସଲାକୁ ଭଲ ଭାବରେ ଚିକଣ କରିକି ବାଟି ନେବା। ଏଇଠି ଦେଖନ୍ତୁ ମସଲା ଆମର ରେଡ଼ି ହେଇଗଲା। ଏପଟେ ଦେଖନ୍ତୁ ପିଆଜ ମଧ୍ୟ ଭଲ ଭାବରେ ଲାଲ ହେଇକି ଭାଜି ହେଇଗଲାଣି। ଏବେ କ'ଣ କରିବା ନା, ଆମେ ଯେଉଁ ବାଟିକି ଆଣିଥିଲେ ମସଲାକୁ ଏଇଥିରେ ଦେଇଦେବା, ଟିକେ ଭଲ ଭାବରେ ଗୋଳେଇ ନେବା। ତା ସହିତ ପକାଇଦେବା ଆମେ ଏଇଠି ଗୋଟେ ବଟା ହେଇଥିବା ଟମାଟର। ଏଇଠି ମୁଁ ଗୋଟେ ବଡ଼ ସାଇଜ୍ର ଟମାଟରକୁ ବାଟିକି ରଖିଥିଲି ତାକୁ ଦେଇଦେବା। ତା ସହିତ ଅଧ ଚାମଚ ହଳଦୀ ଗୁଣ୍ଡ, ତା ସହିତ 1 ଚାମଚ ଏଇଠି ଲଙ୍କାଗୁଣ୍ଡ। ଆପଣମାନେ କେତିକି ରାଗ ଖାଇବେ ସେଇ ହିସାବରେ ଲଙ୍କାଗୁଣ୍ଡ କମ୍ ବେଶୀ କରିପାରିବେ। ଏଇଠି ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା। ଏଇଠି ଦେଖନ୍ତୁ ମସଲା ଟିକେ ଶୁଖିଲା ଲାଗୁଛି। ସେଥିପାଇଁ କ'ଣ କରିବା ନା, ଯେଉଁ ଜାର୍ରେ ଆମେ ମସଲା ବାଟିଥିଲେ ସେଥିରେ 2-3 ଚାମଚ ପାଣି ଦେଇକି ଜାର୍କୁ ଭଲ ଭାବରେ ଧୋଇଦେବା। ସେଇ ପାଣିକୁ ମସଲାରେ ଦେଇଦେବା। ତାପରେ ଟିକେ ଭଲ ଭାବରେ ଗୋଳେଇ ନେବା। ଏବେ ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା ଓ କଭର କରିକି ପାଖାପାଖି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ମସଲାକୁ ଭଲ ଭାବରେ କଷି ନେବା। ମଝିରେ ମଝିରେ କ'ଣ କରିବେ ନା, କଭରକୁ ଖୋଲିକି ଟିକେ ମସଲାକୁ ଗୋଳେଇ ନେଉଥିବେ, ନହେଲେ ତଳପଟେ ଲାଗିଯିବ। ମସଲାକୁ କଷିବାର ପାଖାପାଖି 3ରୁ 4 ମିନିଟ୍ ହେଇଗଲାଣି। କଭରକୁ ଖୋଲି ନେବା। ଦେଖନ୍ତୁ ମସଲା କେତେ ଭଲ ଭାବରେ କଷି ହେଇଗଲାଣି, ମସଲାରୁ ତେଲ ଛାଡ଼ିବା ଆରମ୍ଭ ହୋଇଯାଇଛି। ଏବେ କ'ଣ କରିବା ନା, ଆମେ ଯେଉଁ ଭାଜିକି ରଖିଥିଲେ ଆଳୁକୁ ଏଇଠି ଦେଇଦେବା। ତା ସହିତ ବୁଟ ଡାଲିକୁ ଦେଇଦେବା। ତା ସହିତ ଏଇଠି ଆମେ ସ୍ୱାଦ ଅନୁସାରେ ଲୁଣ ପକାଇକି ଟିକେ ଭଲ ଭାବରେ ଗୋଳେଇ ନେବା।
फ्लेम को मीडियम हाई रे रखिकी 1 मिनिट पर्यंत भल भाव में टिके कषि नवा। आलू को आम प्रथम भाजी देते से आलू को मसला सहित बेसी समय धरी कषा दरकार नहीं। 1 मिनिट कषि गला एबे आम एदेबा 1 गिना गरम पानी। एठी आम पानी बिल्कुल भी अधिका देवानी कहीं आलू को आम पूर्व 50% भाया कुक करने से आम खाली बुट डाली सीझापी पानी देवा। ये आम जी पानी देले सेतिकी पानी रे बुट डाली भल भाव में सीझीज आलू आउ 50% भल भाव में कुक होपर। ये आम तरकारी रे झोल रखानी तरकारी को ये आम टे सुखिला बा कषाड़िया करवा से अल्प पानी देवा। एबे आम फ्लेम को लो टू मीडियम हाई रे रखा कभर करिकी 4 ରୁ 5 मिनिट पर्यंत लो टू मीडियम फ्लेम रे बुट डाली आलू को सीझापी छाड़ीदबा। ये देखो पाखापाखि 4 मिनिट हो गलानी कभर को खोली नवा तरकारी को टिके भल भाव में गोलई नवा। ये आपण मानक देखुची देखो आलू केते भल भाव में सीझी गलानी बुट डाली भल भाव में सीझी गलानी। ए स्टेज रे कौन करबा ना आम जो भाजिकी रखिते कदली सबुजाक कदली को ये देदेबा टिके भल भाव में गोलई नवा। कदलीटा जितेबाला आलू बुट डाली सहित भल भाव में मिसीज फ्लेम को मीडियम हाई रे रखिबा और कभर करके 1 मिनिट पर्यंत भल भाव में कषि होगापी छाड़ीदबा जेमती कि कदलीटा भल भाव में मसला सहित मिसीज। ये देखो 1 मिनिट हो गलानी कभर को खोली नवा तापर तरकारी को टिके भल भाव में गोलई नवा। एबे आ एथिरे किछि भी मसला पकेबा दरकार नहीं। आमे जेतिकी मसला बाटी थिले सेतिकी मसला रे तरकारी खाइबा को बहुत टेस्टी लगी थाए। एबे आमे फ्लेम को ऑफ कर देबा किछि कटा हेतबा धनिया पत्र पकेकी तरकारी को आउ टिके भल भाव में गोलई नवा। एठी हमर गरमा गरम कदली आलू बुट डाली रो कषा प्रस्तुत हो जाइछि। या आगे आमिष तरकारी भी फिका लगिबो। ए प्रोसेस रे गोटे थरा बनातु भात रुटी परोटा जहाँ भी खाबे बहुत बढ़िया लगिबो। आशा करछि वीडियोटी भल लागिथबो। वीडियोटी भल लगी लाइक करेंगे शेयर करेंगे चैनल रे नुआ थे प्लीज सब्सक्राइब करने फेसबुक पेज रे देखुले फॉलो तो निश्चय करने। आ गोटे नुआ वीडियो सहित आपण मान सहित देखा से पर्यंत रोची नमस्कार जय जगन्नाथ।